ଏଇ ଥାକ ଦେଖିକି କହିଲି ଏଇଟା କ'ଣ ଏତେ ସାରା ଅଛି, ଏତେ ସଜାଡ଼ିକୁ ମୋତେ ବି ପଡ଼ିବ। ତ କାମରେ ଫଟୋରେ ଲାଗିଗଲି। ତ ଏଇ ଟାଇମ୍ରେ ମୁଁ ଗୋଟେ ଦେଖିଲି, ଦେଖନ୍ତୁ ଇଏ ହେଉଛି ହଳଦୀରାମ। ତ ମୋତେ ତ ବହୁତ ଭଲ ଲାଗେ ଖାଇବାକୁ, ଏହା ମୁଁ ବିଲକୁଲ କହିବିନି, କାରଣ ସ୍ନାକ୍ସ ମୁଁ ଖାଇଦିଏ, ତାକୁ ପରେ ଖାଇବି। ତ ତାକୁ ରଖିଦେଉଛି, ପ୍ରଥମେ କାମ କରିବି। ତ ମୁଁ ଯାଉଛି, ଏବେ ମୁଁ କାମ ସାରିବି। ବହୁତ ପରିଶ୍ରମ କରିବାକୁ ମୋତେ ପଡ଼ିବ ଏକା। ତ ଚାଲନ୍ତୁ। ତ ପ୍ରଥମେ ସବୁ ଥାକରୁ କାଢ଼ିଦେବି ଜିନିଷ। କାଢ଼ିଲା ବେଳକୁ ମୁଁ କିଛି ରେଜା ପଇସା ପାଇଲି, ଭାବିଲି ନେଇଯିବି, କିନ୍ତୁ ନା, ନେବି ନାହିଁ, ସେଇଟା ଭାଇର ଯେହେତୁ ମୁଁ ତାର ନେବି ନାହିଁ। ତ ତା ପାଖରେ ଦେଖିଲି ଗୋଟେ ସୁନ୍ଦର ପେନ୍। ତା ପେନ୍ର ଡିଜାଇନ୍ ବହୁତ ବଢ଼ିଆ ହେଇଥିଲା। ତ ଦେଖନ୍ତୁ, ତ ବହୁତ ସାରା ବଢ଼ିଆ ଲାଗିଲା। ସାଙ୍ଗେ ଟିକେ ନାକୁ ଖେଳିଦେଲି। ତ ତାକୁ ଫାଇନାଲି ରଖିଦେଲି ତା ଜିନିଷ। ତ ମୁଁ କାମରେ ଫିରସେ ଲାଗିଗଲି। ତ ବହୁତ ପରିଶ୍ରମ କରିବାକୁ ପଡ଼ିବ ନା ମୋତେ। ତ ଏବେ ତ ଝାଡ଼ି ଝୁଡ଼ି ଦେଉଛି। ତ ପାଇଲି, ଦେଖନ୍ତୁ ତା'ର ଏଇଟା କ'ଣ ସାଧା ପୁଡ଼ିଆ ବା ସିଙ୍ଗାପୁଡ଼ି। ଆଉ ଏଟା କ'ଣ ମୁଁ ତ ଠିକ୍ସେ ଜାଣିନି କେମିତି ଖାଆନ୍ତି, ଏଟା ମାଉଥ୍ ଫ୍ରେଶ୍। ତ କେମିତି ଖାଆନ୍ତି ତ ମୁଁ ଜାଣିନି। ତା'ର ରଖିଦେଉଛି। ଖାଲି କରିଦେଲି ଥାକ। ତାକୁ ଏବେ ସଜାଡ଼ି। ତ ଏଇଟା କ'ଣ ଆ ଦେହରେ ଅଛି ମୁଁ ଦେଖିବି। ଦେଖିଲାକୁ କ'ଣ ଅଛି ଆ ଦେହରେ, ତ ଦେଖିଲାକୁ ଓ ତ ଭାଗବତ ଅଛି, ଛୋଟ ଭାଗବତ। ଏଠି ମୁଁ ପଢ଼ିବି ନିଶ୍ଚିନ୍ତ ଭାବରେ ଭାଗବତ। ମୋର ବହି ଅଛି, ପୂଜା ପାଉଛି। ଏଇଟା ଭାଇ ନୂଆ ଆଣିଛି। ତ କ'ଣ ହେଇଛି ମୁଁ ପଢ଼ିବି ନିଶ୍ଚିତ ଭାବରେ। ତାପରେ ଦେଖିଲାକୁ ଆଉ ଗୋଟେ କ'ଣ ଅଛି ଖାମ୍ରେ। ତ ଏଟା କ'ଣ ଅଛି ଦେଖିଦେଉଛି। ତ ଏଟା ଦେଖିଲାକୁ ହନୁମାନ ଚାଳିଶା। ତ ମୁଁ ଭାବୁଛି ଠାକୁର କହୁଛନ୍ତି ତୁ ମୋତେ ପଢ଼, ସେଥିପାଇଁ ମୋତେ ଆଜି ଦେଖାଦେଲେ। ତ ମୁଁ ନିଶ୍ଚିତ ଭାବରେ ବହି ପଢ଼ିବି। ତ ମୁଁ ରଖିଦେଉଛି, ତାପରେ ଫିର୍ ସେ ମୋ କାମରେ ଲାଗିଯିବି। ତ ଫାଇନାଲି ମୋର ହେଇଗଲା, ସଜାସଜଡ଼ି କରିଦେଲି।